ସମସ୍ତଙ୍କୁ ଶୁଭ ସକାଳ। ଆଜି ଥିଲା ଭାଦ୍ରବ ମାସର ଶେଷ ଦିନ। ପାଗ ମଧ୍ୟ ସେମିତି ଭଲ କରିନଥିଲା। ଲଘୁଚାପ ଯୋଗୁଁ ବର୍ଷା ଆରମ୍ଭ ହୋଇଯାଇଥିଲା। ତାପରେ ମୁଁ ମୋର ନିତ୍ୟକର୍ମ ସାରି ଆସିଗଲି ରୋଷେଇ କରିବା ପାଇଁ। ଆଜି ରୋଷେଇରେ ଥିଲା ମଟର ଆଳୁ ତରକାରୀ, ତା ସହିତ ଭେଣ୍ଡି ଆଳୁ ଭଜା। ଆଉ ମମିଙ୍କ ପାଇଁ ମୁଁ ଭାବିଲି ଭେଣ୍ଡି ଦୁଇଟା ପୋଡ଼ିଦେବି। ଏପଟେ ମୁଁ ମଟର ବସାଇ ଦେଇଥିଲି ପ୍ରେସର କୁକରରେ, ସେପଟେ ମୁଁ ଭଜା ମଧ୍ୟ ବସାଇ ଦେଇଥିଲି। ମୁଁ ତରତର ହେଉଥିଲି କାରଣ ବର୍ଷା ହେଉଥିଲା ନା, ଜମା ବି ଇଚ୍ଛା ହେଉନଥିଲା କାମ କରିବା ପାଇଁ। ସେପଟେ ଭଜା ବସାଇଦେଇ ଏପଟେ ମୁଁ ଆସି ପଖାଳ ଗୁଡ଼ିକୁ ଛାଣିନେଲି। ଛାଣି ସାରିଲା ପରେ ତୁନାଡ଼ିକୁ ନେଇ ଢାଳିବା ବେଳକୁ ଦେଖନ୍ତୁ ମୁଁ କ'ଣ ଦେଖିଲି। ଛୋଟ ମୂଷା ଛୁଆ କେଜାଣି କେତେବେଳଠୁ ପଡ଼ିଲାଣି। ଦେଖ କେତେ କ୍ୟୁଟ୍ ହେଇଛି ମୂଷା ଛୁଆଟା। ଆଉ ତୁରାଣୀରେ ପୁରା ଓଦା ହୋଇଯାଇଛି ନା, ତାକୁ ମୁଁ ଖୋଲିଦେଲି। ଖୋଲିଦେଲା ପରେ ଦେଖ ସେ କେମିତି ଟିକେ ଟିକେ ଗୁରୁଣ୍ଡି ଗୁରୁଣ୍ଡି ଚାଲିଛି। ତାପରେ ଆସିକି ମୁଁ ଭେଣ୍ଡି ପୋଡ଼ିଦେଲି। ଏପଟେ ମୋର ଭଜା ମଧ୍ୟ ହୋଇଯାଇଥିଲା। ସେପଟେ ମୋର ଭାତ ମଧ୍ୟ ଫୁଟି ସାରିଥିଲା। ଆଉ ତାପରେ ମୁଁ ମଟର ତରକାରୀ ବନେଇଲି। ଆଜି କେବଳ ଅଦା ପକାଇ ମୁଁ ମଟର ତରକାରୀଟି ବନେଇଥିଲି। ଦେଖନ୍ତୁ ମୋ ମଟର ତରକାରୀର କଲର୍ଟି କେତେ ସୁନ୍ଦର ଆସିଛି। ଏଥର ତ ଧନିଆ ପତ୍ର ସିଝେନି ନୁହେଁ, ସେଥିପାଇଁ ମଟର ତରକାରୀରେ ଟିକେ ମେଥି ଗୁଣ୍ଡ ପକାଇ ଦେଇଥିଲି। ତାପରେ କ୍ୟାମେରା ଖୋଲି ଟିକେ ମୁଁ ନିଜକୁ ଦେଖିଦେଲି। ତାପରେ କାମ ଦାମ ସାରି ଖାଇ ପିଇ ଦେଇକି ଶାଶୁ ବୋହୂ 2 ଜଣ ବାହାରିଗଲୁ ଗାଁ ବୁଲିବା ପାଇଁ। ଦେଖନ୍ତୁ ମମି ଆଗେ ଆଗେ ଚାଲିଛନ୍ତି, ଆଉ ମଝିରେ ମଝିରେ ବୁଲିକି ଦେଖୁଛନ୍ତି କାଳେ ମୋ ବୋହୂଟା ପଛରେ ଆସିଛି ନା କୁଆଡ଼େ ପଳେଇଲା। ଗାଁ ବୁଲି ସାରି 2 ଜଣ ଘରକୁ ଫେରିଲୁ। ଘରକୁ ଫେରିଲା ପରେ ମୋ ମୁଣ୍ଡ ବିନ୍ଧା ହେଉଥିଲା, ସେଥିପାଇଁ ମମି ମୋ ମୁଣ୍ଡକୁ ତେଲ ମାରିକି କୁଣ୍ଡେଇ ଦେଉଥିଲେ। ବାହାଘର ପରେ ମୋର ଏଇଟା ପ୍ରଥମ ବ୍ଲଗ୍। ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିତ କରିବେ। ରହୁଛି। ଜୟ ଜଗନ୍ନାଥ।